ନମସ୍କାର ଦର୍ଶକ ବନ୍ଧୁ, ମୁଁ ହଉଛି ମୁନା କୁମାର। ଆପଣଙ୍କୁ ଏମଆର ଓଡିଆ ନ୍ୟୁଜ କୁ ସ୍ୱାଗତ। ଆଜିର ସୁନା ଦର କେତେ ରହିଛି? ଆଜି ସୁନା କିଣିବାକୁ ଚାହୁଁଥିବା ଲୋକଙ୍କ ପାଇଁ ଏକ ବଡ ଖବର ସାମ୍ନାକୁ ଆସିଛି। ଆପଣ ଜାଣିଛନ୍ତି କି ଗତ କିଛି ଦର ତୁଳନାରେ ଆଜି ବଜାରରେ ଏକ ବଡ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିଛି। ଯଦି ଆପଣ ଆଜି ବା ଆସନ୍ତାକାଲି ସୁନା ଗହଣା କିଣିବାକୁ ଯୋଜନା କରୁଛନ୍ତି, ତେବେ ଭିଡିଓଟିକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଆଜି ହଉଛି ଏପ୍ରିଲ 10 2026। ଆଜିର ଦର କେତେ ରହିଛି? ଆଜି ଏଇ ଭିଡିଓରେ 22 କ୍ୟାରେଟ, 18 କ୍ୟାରେଟ, 24 କ୍ୟାରେଟର ମୂଲ୍ୟ, ତା ସହିତ ମଧ୍ୟ ଏମିତି ଏକ ଟିପ୍ସ ଦିଆଯିବ ଯାହା ଫଳରେ ଆପଣ ବଡ ଧରଣର ଠକାମିରୁ ମଧ୍ୟ ବଞ୍ଚି ପାରିବେ। ଭିଡିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଆପଣଙ୍କୁ ମଧ୍ୟ ଜଣାଯିବ ସୁନା ଦର ଆଗକୁ କମିବ କି ବଢିବ। ନିବେଶକ ପାଇଁ ମଧ୍ୟ ଖୁସି ଖବର ରହିଛି। ତା ପୂର୍ବରୁ ଆପଣଙ୍କୁ ଗୋଟିଏ ବଢିଆ ମେସେଜ। ଆପଣ ଗୋଟିଏ ମଧ୍ୟ ରିକ୍ୱେଷ୍ଟ, ଗୋଟିଏ କମେଣ୍ଟ କରିଦେବେ ଯେ ବଜାରରେ ସୁନା ଦର କେତେ ରହିବା ଦରକାର। ଗୋଟେ ଗରିବ ବାପାଟିଏ ମଧ୍ୟ ନିଜ ଝିଅ ବାହାଘର ପାଇଁ ମଧ୍ୟ ସୁନା କିଣିପାରିବ। ଭିଡିଓକୁ ଶେଷ ପର୍ଯ୍ୟନ୍ତ ଦେଖିବା ସହିତ ଆପଣମାନେ ଗୋଟିଏ ସେକେଣ୍ଡ ବି ମିସ୍ କରନ୍ତୁ ନାହିଁ, କାରଣ ହୁଏତ ଆପଣଙ୍କର ହଜାର ହଜାର ଟଙ୍କା ମଧ୍ୟ କ୍ଷତି ହୋଇପାରେ। ତେବେ ଚାଲନ୍ତୁ ଜାଣିବା ଆଜିର ତାଜା ଅପଡେଟ କଣ ରହିଛି ସୁନା ଦର। ଦେଖନ୍ତୁ, ଆଜିର 24 କ୍ୟାରେଟର ପର ଗ୍ରାମ ପିଛା ଅଛି 15,147। 22 କ୍ୟାରେଟର ମଧ୍ୟ ପର ଗ୍ରାମ ପିଛା ଅଛି 13,884 ଏବଂ 18 କ୍ୟାରେଟର ମଧ୍ୟ ରହିଛି 11,360। ଚାଲନ୍ତୁ ପୁରା 24, 18 ଏବଂ 22 କ୍ୟାରେଟର ପୋଷ୍ଟମର୍ଟମ କରିବା, ପୁରା ଡିଟେଲ୍ସ ଆନାଲିସିସ୍ ମଧ୍ୟ କରିବା, ଯାହା ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। 24 କ୍ୟାରେଟର ମୂଲ୍ୟ 1 ଗ୍ରାମ ପିଛା ଅଛି 15,147। ତା ସହିତ ମଧ୍ୟ 8 ଗ୍ରାମ ପିଛା ଅଛି 1,21,176 ଏବଂ 10 ଗ୍ରାମ ପିଛା ଅଛି ଦେଖନ୍ତୁ 1,51,470। 100 ଗ୍ରାମ ପିଛା ଅଛି 15,14,700। ଏକ୍ସଟ୍ରୋଡର ମଧ୍ୟ ଆପଣମାନେ ପ୍ରାଇସ୍ ଦେଖିଦିଅନ୍ତୁ, ସାଇଟରେ ଦିଆଯାଇଛି। ଆପଣମାନେ ଏଇଠୁ ମଧ୍ୟ ଗୋଟେ ଆନାଲିସିସ୍ କରିପାରିବେ। ତ 22 କ୍ୟାରେଟର ମୂଲ୍ୟ କଣ ରହିଛି ଚାଲନ୍ତୁ ଦେଖିବା। ଦେଖନ୍ତୁ, 22 କ୍ୟାରେଟର ମୂଲ୍ୟ ଅଛି 1 ଗ୍ରାମ ପିଛା 13,884 ଏବଂ 8 ଗ୍ରାମ ପିଛା ଅଛି 1,11,072 ଏବଂ 10 ଗ୍ରାମ ପିଛା ଅଛି 1,38,840 ଏବଂ 100 ଗ୍ରାମ ରହିଛି 13,28,400। ଏଇଟା ହଉଛି 22 କ୍ୟାରେଟର ମୂଲ୍ୟ, ଯୋଉଟା କି ପ୍ରତ୍ୟେକ ଲୋକ କିଣନ୍ତି, ସୁନା ଗଢନ୍ତି, ନେକଲେସ ଠୁ ଆରମ୍ଭ କରି ସବୁ କିଛି 22 କ୍ୟାରେଟର ମଧ୍ୟ ହୋଇଥାଏ। ଏଇ ଗ୍ରାମ ଏଇ ପିଛା ଆପଣ ରେଟ୍ ଜାଣିପାରିଲେ ଆପଣ ମଧ୍ୟ ଲାଭବାନ ହୋଇପାରିବେ। ଆଜି କି କାଲି ଆପଣ କୋଉ ଦିନ ସୁନା କିଣିପାରିବେ। 2 ଦିନ ରିପୋର୍ଟ ଦେଖାଉଛି ଏକ୍ସଟ୍ରାଡର ଏବଂ ଆଜିର। ତେବେ ଆପଣମାନେ ମାର୍କ କରିପାରିବେ କୋଉ ଦିନ କେତେ ଶସ୍ତା ଥିଲା। ଚାଲନ୍ତୁ, 18 ଗ୍ରାମର ମଧ୍ୟ ଡିମାଣ୍ଡ ବଢୁଛି। 18 ଗ୍ରାମର ମଧ୍ୟ ଏବେ ଅଛି 1 ଗ୍ରାମ ପିଛା 11,360 ଏବଂ 8 ଗ୍ରାମ ଅଛି 90,880। 10 ଗ୍ରାମ ରହିଛି 1,13,060 ଏବଂ 100 ଗ୍ରାମ ରହିଛି 11,36,000। ଏଇଟା ହେଲା 18 ଗ୍ରାମର। ଯୋଉ 18 ଗ୍ରାମରେ ଏବେ ଲୋକମାନେ ମଧ୍ୟ ସୁନା ଗଢୁଛନ୍ତି, ତାଙ୍କର ମଧ୍ୟ ବହୁତ ସଉକ ଅଛି ସୁନା ପିନ୍ଧିବାର। ତା ସହିତ ମଧ୍ୟ ଆମେ ଦେଖିଦବା 10 ଦିନର ରିପୋର୍ଟ କେତେ। 10 ଦିନ ତଳେ କେତେ ଥିଲା, 8 ଦିନ ତଳେ କେତେ ଥିଲା, 5 ଦିନ, 6 ଦିନ, 2 ଦିନ, 1 ଦିନ, ଏଇଟା ମଧ୍ୟ ଜାଣିବା ଦରକାର। ଦେଖନ୍ତୁ, ପ୍ରତି ଟିକିନିକି ତଥ୍ୟ ଆମେ ଜାଣିଲେ ଆମେ ମଧ୍ୟ ଲାଭବାନ ହୋଇପାରିବା। ଏପ୍ରିଲ 1 ରୁ ଏପ୍ରିଲ 10 ତାରିଖ ଭିତରେ କେତେ 24 କ୍ୟାରେଟ, କେତେ 22 କ୍ୟାରେଟ ରେଟ୍ ବଢିଛି କମିଛି ଆପଣ ଏଇ ଚାର୍ଟରୁ ମଧ୍ୟ ଦେଖିପାରିବେ। ଚାହିଁଲେ ଆପଣମାନେ ସ୍କ୍ରିନଶଟ ମଧ୍ୟ ନେଇପାରିବେ। ଏଇ ଗୋଟିଏ ଗୋଟିଏ ରିପୋର୍ଟ ବନେଇବା ପାଇଁ ଆମର 5 ରୁ 6 ଘଣ୍ଟା ମଧ୍ୟ ଲାଗିଯାଉଛି। ସବୁ କିଛି ସାଇଟରୁ ଆମେ ଚେକ୍ କରିକି ଆମେ ସଠିକ ତଥ୍ୟ ସର୍ବପ୍ରଥମେ ଓଡ଼ିଶାର ନମ୍ବର 1 ଚ୍ୟାନେଲ ଆପଣଙ୍କୁ ଦେଇଥାଏ ଏଇ ତଥ୍ୟ। ତା ସହିତ ମଧ୍ୟ ଏଇଟା ଦେଖନ୍ତୁ 10 ଦିନ ରିପୋର୍ଟ ଆପଣ ଏଇଠୁ ଦେଖିଦିଅନ୍ତୁ। ଏବେ ଆପଣମାନେ ଜାଣିବା ଆମର କେତେ ଅଛି 60 ଡେଜ୍, 30 ଡେଜ୍ ଏବଂ 90 ଡେଜରେ କେତେ ଅଛି। ଏଇଟା ହେଲା ନିବେଶକ ପାଇଁ ଯୋଉ ଖବର। ନିବେଶ ମାନେ ଯୋଉମାନେ ନିବେଶ କରୁଛନ୍ତି, ଆପଣମାନେ ମଧ୍ୟ ଜାଣିଦିଅନ୍ତୁ ସୁନା ଆଗକୁ କେତେ ବଢିବ କି କମିବ। 10 ଦିନ ତଳେ, 20 ଦିନ ତଳେ, 30 ଦିନ ତଳେ, 60 ଦିନ, 180, 1 ବର୍ଷ, 2 ବର୍ଷଠୁ ଆରମ୍ଭ କରି 9 ବର୍ଷ ଛାଡି ଦିଅନ୍ତୁ। ମାକ୍ସିମମ୍ ଆପଣ ବର୍ଷେ ଭିତରେ ଦେଖନ୍ତୁ, 10 ଦିନ ତଳେ ଦେଖନ୍ତୁ କେତେ ରେଟ୍ ବଢିଛି କମିଛି। ଆଉ ଗୋଟେ କଥା ହଉଛି, ଯୋଉମାନେ ନିବେଶ କରୁଛନ୍ତି ଷ୍ଟପ୍ ଲସ୍ ମଧ୍ୟ ଲଗେଇ ଦିଅନ୍ତୁ, ଯାହା ଫଳରେ ଆପଣ ମଧ୍ୟ ଲାଭବାନ ହୋଇପାରିବେ। ଛୋଟ ଛୋଟ ପରିମାଣରେ ଆପଣମାନେ ଚାହିଁଲେ ଇନଭେଷ୍ଟମେଣ୍ଟ କରିପାରିବେ। କିନ୍ତୁ ଆମେ ଆପଣଙ୍କୁ କେବେ ବି ଗାଇଡ କରୁନୁ ଯେ ଆପଣ ଇନଭେଷ୍ଟମେଣ୍ଟ କରନ୍ତୁ କି ନାହିଁ, ଆପଣଙ୍କ ହିସାବରେ ଆପଣ କରିବେ। ଦେଖନ୍ତୁ, ଏପ୍ରିଲ 1 ରେ ଥିଲା 15,295, ଏପ୍ରିଲ 10 ରେ ଅଛି 13,884। କେତେ ପରିମାଣରେ କମିଛି ଆପଣ ଏଇଠୁ ମଧ୍ୟ ଦେଖିପାରିବେ। ଟ୍ରେଣ୍ଡିଂ ଫଲିଂ ଠୁ ଆରମ୍ଭ କରି ସୁନା ମଧ୍ୟ ବହୁତ ଫଲିଂ ହୋଇଛି। ଆଗକୁ ମଧ୍ୟ କିଛି କମିପାରେ ବୋଲି କୁହାଯାଉଛି, ଯାହା ଫଳରେ ଗୋଟେ ସାଧାରଣ ଲୋକ ମଧ୍ୟ ଗହଣା କିଣିପାରିବେ ବୋଲି କଥା ଚାଲିଛି। ଆଜିର ମଧ୍ୟ ରୂପା ଦର ଦେଖିଦବା। 10 ଏପ୍ରିଲ 2026 ପର ଗ୍ରାମ ଅଛି 269.9 ଏବଂ ପର କେଜି ଅଛି 2,59,900। ତା ସହିତ ମଧ୍ୟ ଦେଖିଦବା ଚାଲନ୍ତୁ ଆମେ କେମିତି 1 କେଜି କେତେ ରହିଥିଲା 8 କେଜି। ଦେଖନ୍ତୁ, 1 ଗ୍ରାମ ରହିଛି 269, 8 ଗ୍ରାମ ରହିଛି 2,079, 10 ଗ୍ରାମ ରହିଛି 2,599
ଏବଂ 100 ଗ୍ରାମ ରହିଛି 25,990, 1 କିଲୋଗ୍ରାମ ରହିଛି 2,59,900। ଏଷ୍ଟରଡର ତା ସାଇଡରେ ରିପୋର୍ଟ ଅଛି ଆପଣମାନେ ଏଇଠୁ ମଧ୍ୟ ଦେଖିପାରିବେ। ସବୁଠୁ ବଡ କଥା ହେଲା ଯେ ରୂପାର ମଧ୍ୟ ଡିମାଣ୍ଡ ବଢିଛି। ରୂପା ମଧ୍ୟ ଲୋକ ଦିନକୁ ଦିନ କିଣିଲେ ରୂପାର ଦର ମଧ୍ୟ ଆଗକୁ ବଢିପାରେ। କାହିଁକି ନା ରୂପା ଯୋଉଭଳିଆ 4,00,000 ଛୁଇଁଥିଲା ଲୋକ ଭୟ କରିଦେଇଥିଲେ। ଏବେ 2,59,000 ଆସିଛି। କୁହାଯାଉଛି ଯେ ମାର୍ଚ୍ଚ ମାସରେ 3,25,000 ଥିଲା। ଏବେ 2,59,000 ମାନେ ଭାବନ୍ତୁ ମାନେ କେତେ ହେଲା? 25, 40 65,000 ଶସ୍ତା ଅଛି। ଏ ଦେଖନ୍ତୁ ଏପ୍ରିଲ 10 ଟୁ ଏପ୍ରିଲ 1 ଟୁ ଏପ୍ରିଲ 10 ରେ କେତେ କଣ ପରିମାଣରେ କମିଛି। 2,65,000 ଥିଲା ଆଉ ଏପ୍ରିଲ 10 ରେ 2,59,000 ଅଛି। କେତେ ପରିମାଣରେ କମିଛି ଜାଣନ୍ତୁ ଏଇ 8-10 ଦିନ ଭିତରେ। ତା ସହିତ ମଧ୍ୟ ଟୁଡେ ଫଲିଂ ଦେଖନ୍ତୁ ଏପ୍ରିଲ 1 ରେ ଥିଲା 2,65,000, ଏପ୍ରିଲ 10 ରେ 2,59,000। ଭାବନ୍ତୁ ଏଇଟା କେତେ ଲୋଏଷ୍ଟ ଯାଇଛି ଆଜି। ସବୁଠୁ ବଡ କଥା ହେଲା ଆଜି ବଡ ପରିବର୍ତ୍ତନ ହେଇଛି। କାଲି ରାତିରୁ ହଠାତ୍ ଅପଡେଟ୍ ଆସିଛି। ତା ସହିତ ମଧ୍ୟ ବାହାର କଣ୍ଟ୍ରିରେ ଯୋଉ ଯୁଦ୍ଧ ଚାଲିଛି, ଯୁଦ୍ଧରେ ମଧ୍ୟ ବ୍ୟାଙ୍କରେ ଇଣ୍ଟରେଷ୍ଟ ବଢେ କମେ। ତା ଦରରେ ମଧ୍ୟ ସୁନା ମଧ୍ୟ ନିଷ୍ପତ୍ତି ହୁଏ ଯେ ବଢିବ କି କମିବ। ବିଶେଷ କରି କିଛି ଏବେ ହୋଲ୍ଡ କରିବା ପାଇଁ ଚାହୁଁଛନ୍ତି, କିଛି ଲୋକ ମଧ୍ୟ ସୁନାରେ ଇନଭେଷ୍ଟମେଣ୍ଟ କରିବା ପାଇଁ ଚାହୁଁଛନ୍ତି। ଆପଣମାନେ ମଧ୍ୟ ଦେଖି ଦେଖି ଇନଭେଷ୍ଟମେଣ୍ଟ କରନ୍ତୁ। ତେବେ ଇଏ ଥିଲା ଓଡ଼ିଶାର ସୁନା ଦର। ଆପଣମାନେ ଯଦି ସୁନା କିଣିବା ପାଇଁ ଚାହୁଁଛନ୍ତି ଆଜି କିମ୍ବା କାଲି କିମ୍ବା ଆଉ ଗୋଟେ ସପ୍ତାହ ଅପେକ୍ଷା କରିପାରିବେ। ଆପଣ ଡିସିସନ୍ ଆପଣଙ୍କ ହାତରେ। ଆପଣଙ୍କୁ ଯୋଉଟା ଶୁଭା ପାଉଛି ଆପଣମାନେ ମଧ୍ୟ ନେଇପାରିବେ। ଚ୍ୟାନେଲରେ ନୂଆ ଥିଲେ ସବସ୍କ୍ରାଇବ କରିଦେବେ। ଏଇଭଳିଆ ଟ୍ରେଣ୍ଡିଂ ନ୍ୟୁଜ୍ ଏବଂ ବ୍ରେକିଂ ନ୍ୟୁଜ୍ ତା ସହିତ ଗୋଲ୍ଡ ଅପଡେଟ୍ ପାଇବା ପାଇଁ ହେଲେ ଆମ ଚ୍ୟାନେଲକୁ ସବସ୍କ୍ରାଇବ କରିଦେବେ। ଜୟ ଜଗନ୍ନାଥ।